मिशन आईएम को स्वागत। ଏହା ହେଉଛି ଲେକ୍ଚର 03 ଓଡ଼ିଶାରେ ବ୍ରିଟିଶ ପ୍ରଶାସନ। ନମସ୍କାର। ଆମେ ଗତଥର କଥା ହେଉଥିଲେ କେମିତି ବ୍ରିଟିଶମାନେ ଯୁଦ୍ଧ ଜିତି ସାମରିକ ଭାବରେ ଓଡ଼ିଶାକୁ ଅଧିକାର କଲେ। ହଁ କିନ୍ତୁ ଗୋଟିଏ ଅଞ୍ଚଳକୁ ଖାଲି ତୋପ ବନ୍ଧୁକରେ ଜିତିଦେଲେ ତ ସବୁକିଛି ସରିଯାଏନି। ନା ବିଲକୁଲ ନୁହେଁ। ପ୍ରକୃତ କାମ ତ ସେଇଠୁ ଆରମ୍ଭ ହୁଏ। ହଁ, ପ୍ରକୃତ ଆହ୍ୱାନ ହେଉଛି ତାକୁ ଶାସନ କରିବା, ସେଠୁ ଲାଭ ଉଠେଇବା। ଏକଦମ ଠିକ କଥା। ଯୁଦ୍ଧ ଜିତିବା ପରେ ପ୍ରକୃତ ପ୍ରଶ୍ନ ଆସେ, ଏବେ କ'ଣ? ଏତେ ବଡ଼ ଅଞ୍ଚଳ, ଏତେ ଲୋକ, ଏମାନଙ୍କୁ ନିୟନ୍ତ୍ରଣରେ କେମିତି ରଖାଯିବ? ଆଉ ସବୁଠୁ ବଡ଼ କଥା, ଏଥିରୁ ଲାଭ କେମିତି ମିଳିବ? ହଁ, କାରଣ ଇଷ୍ଟ ଇଣ୍ଡିଆ କମ୍ପାନୀ ତ ଗୋଟେ ବ୍ୟବସାୟିକ ସଂସ୍ଥା ଥିଲା ନା, କୌଣସି ଜନକଲ୍ୟାଣ ପାଇଁ ସେମାନେ ଆସିନଥିଲେ। ତେବେ ଆଜି ଆମେ ସେହି କଥା ବୁଝିବା, ବ୍ରିଟିଶମାନେ ଓଡ଼ିଶାରେ ଯେଉଁ ପ୍ରଶାସନିକ ଢାଞ୍ଚା ତିଆରି କଲେ, ତା ପଛରେ ବ୍ଲୁପ୍ରିଣ୍ଟ କ'ଣ ଥିଲା? ସେମାନେ କେଉଁଭଳି ଏକ ମେସିନ୍ ତିଆରି କଲେ, ଯାହାର ମୂଳ ଉଦ୍ଦେଶ୍ୟ ଥିଲା କେବଳ ରାଜସ୍ୱ ଆଦାୟ ଆଉ ଶୋଷଣ। ହଁ, ଶୋଷଣ। ଆଉ ସେମାନଙ୍କର ପ୍ରଥମ ପଦକ୍ଷେପ ହିଁ ବହୁତ ଆଶ୍ଚର୍ଯ୍ୟଜନକ ଥିଲା। ସେମାନେ ଓଡ଼ିଶାକୁ ଗୋଟେ ଅଖଣ୍ଡ ପ୍ରଶାସନିକ ଏକକ ଭାବରେ ଦେଖିଲେ ହିଁ ନାହିଁ। ଏହା ସେମାନଙ୍କ ପାଇଁ ଗୋଟିଏ ରାଜ୍ୟ ନଥିଲା, ଏହା ଥିଲା କିଛି ଅଞ୍ଚଳର ସମାହାର, ଯାହାକୁ ସେମାନେ ନିଜ ସୁବିଧା ଅନୁସାରେ କାଟିଦେଲେ କେତେ ଭାଗରେ? 3 ଖଣ୍ଡ କରିଦେଲେ। 3 ଖଣ୍ଡ? ଓଡ଼ିଆ ଭାଷା କହୁଥିବା ଲୋକଙ୍କୁ 3ଟା ଅଲଗା ଅଲଗା ପ୍ରଶାସନ ତଳେ ରଖାଗଲା। ହଁ, ଠିକ୍ ସେୟା। ପ୍ରଥମ ଭାଗ ଥିଲା ଆମର ଉପକୂଳ ଓଡ଼ିଶା, ବାଲେଶ୍ୱର, କଟକ, ପୁରୀ। ଆଚ୍ଛା। ଏହାକୁ ସେମାନେ ସିଧା ବେଙ୍ଗଲ ପ୍ରେସିଡେନ୍ସି ସହିତ ଯୋଡ଼ିଦେଲେ, କାରଣ କଲିକତା ପାଖରେ ଥିଲା। ସୁବିଧା ହେଲା। ଦ୍ୱିତୀୟ ଭାଗ ହେଲା ଦକ୍ଷିଣର ଗଞ୍ଜାମ ଆଉ କୋରାପୁଟ। ଏହାକୁ ମଦ୍ରାସ ପ୍ରେସିଡେନ୍ସି ଅଧୀନରେ ରଖାଗଲା। ଓକେ। ଆଉ ତୃତୀୟ ଭାଗ ପଶ୍ଚିମର ସମ୍ବଲପୁର ଅଞ୍ଚଳ, ତାକୁ ସେଣ୍ଟ୍ରାଲ ପ୍ରୋଭିନ୍ସେସ୍ ସହିତ ମିଶାଇ ଦିଆଗଲା। ଯାହାର ରାଜଧାନୀ ଥିଲା ନାଗପୁରରେ। ହଁ, ନାଗପୁରରେ। ବାଃ! ତେବେ ଗୋଟିଏ ଓଡ଼ିଆ ଲୋକକୁ ନିଜ କାମ ପାଇଁ କଲିକତା, ମଦ୍ରାସ କିମ୍ବା ନାଗପୁର ଯିବାକୁ ପଡୁଥିଲା। ଏଇଟା କ'ଣ ଖାଲି ପ୍ରଶାସନିକ ସୁବିଧା ପାଇଁ କରାଯାଇଥିଲା, ନା ଏହା ପଛରେ କିଛି ଗଭୀର ରଣନୀତି ଥିଲା? ଦେଖନ୍ତୁ, ଉପରୁ ଦେଖିଲେ ଏହା ପ୍ରଶାସନିକ ସୁବିଧା ଭଳି ଲାଗେ, କିନ୍ତୁ ଏହା ଏକ ଶାସ୍ତ୍ରୀୟ ଡିଭାଇଡ୍ ଆଣ୍ଡ ରୁଲ୍ ନୀତି ଥିଲା। ବିଭାଜନ କର ଆଉ ଶାସନ କର। ଏକଦମ। ଯେତେବେଳେ ଲୋକମାନେ ଭାଷା ଆଉ ସଂସ୍କୃତି ଦୃଷ୍ଟିରୁ ଏକ, କିନ୍ତୁ 3ଟା ଅଲଗା ପ୍ରଶାସନରେ ବାନ୍ଧି ହୋଇ ରହିବେ, ସେତେବେଳେ ଏକାଠି ହେବା କଷ୍ଟ। ହଁ, ସେମାନଙ୍କ ଭିତରେ ଏକ ସାମୂହିକ ରାଜନୈତିକ ଚେତନା ସୃଷ୍ଟି ହେବା କଷ୍ଟକର। ଏହାଦ୍ୱାରା କୌଣସି ବଡ଼ ଧରଣର ବିଦ୍ରୋହର ଆଶଙ୍କା କମିଯାଏ। ବୁଝିଲି। ଏହା କେବଳ ଭୌଗୋଳିକ ବିଭାଜନ ନଥିଲା, ଏହା ଥିଲା ଏକ ମନସ୍ତାତ୍ତ୍ୱିକ ବିଭାଜନ। ଠିକ୍ କହିଲେ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ତେବେ ଅଞ୍ଚଳ ତ ଭାଗ ହୋଇଗଲା। ଏହାପରେ ଆସିଲା ସବୁଠୁ ବଡ଼ କାମ, ଟଙ୍କା, ରାଜସ୍ୱ ବ୍ୟବସ୍ଥା। ହଁ, ରାଜସ୍ୱ। ଆଉ ମୋର ଅନୁମାନ, ଯେହେତୁ ପ୍ରଶାସନ 3 ଭାଗରେ ଥିଲା, ରାଜସ୍ୱ ବ୍ୟବସ୍ଥା ବି ସବୁଠି ସମାନ ନଥିବ। ଆପଣ ଏକଦମ ଠିକ୍ ଜାଗାରେ ପହଞ୍ଚିଛନ୍ତି। ଓଡ଼ିଶା ସେମାନଙ୍କ ପାଇଁ ଗୋଟେ ପରୀକ୍ଷାଗାର ବା ଏକ୍ସପେରିମେଣ୍ଟ ଲ୍ୟାବ୍ ପାଲଟିଗଲା। ଆଚ୍ଛା। ସେମାନେ ଗୋଟିଏ ନୁହେଁ, ବରଂ 3ଟା ଅଲଗା ପ୍ରକାରର ଭୂରାଜସ୍ୱ ବ୍ୟବସ୍ଥା ଏଠାରେ ଲାଗୁ କଲେ। 3ଟା? ଆସନ୍ତୁ, ଏହାକୁ ଟିକେ ସରଳ ଭାଷାରେ ବୁଝିବା। ପ୍ରଥମେ ଉପକୂଳ ଓଡ଼ିଶା କଥା କୁହନ୍ତୁ, ଯାହା ବେଙ୍ଗଲ ପ୍ରେସିଡେନ୍ସି ଅଧୀନରେ ଥିଲା। ସେଠାରେ ସେମାନେ ଜମିନ୍ଦାରୀ ସିଷ୍ଟମ ବା ସ୍ଥାୟୀ ବନ୍ଦୋବସ୍ତ ପର୍ମାନେଣ୍ଟ ସେଟଲମେଣ୍ଟ ଲାଗୁ କଲେ। ଏଟା ଲର୍ଡ କର୍ଣ୍ଣୱାଲିସ୍ ଆରମ୍ଭ କରିଥିଲେ ବୋଧେ? ହଁ, ବେଙ୍ଗଲରେ। ଏହାର ମୂଳ କଥା ହେଲା, ସରକାର ସିଧାସଳଖ ଚାଷୀଙ୍କ ପାଖକୁ ଟିକସ ମାଗିବାକୁ ଗଲେନି। ସେଟା ବହୁତ ମୁଣ୍ଡବିନ୍ଧା କାମ। ଠିକ୍। ତା ବଦଳରେ ସେମାନେ କିଛି ସ୍ଥାନୀୟ ପ୍ରଭାବଶାଳୀ ଲୋକ ଜମିଦାରମାନଙ୍କ ସହିତ ଚୁକ୍ତି କଲେ। ସରକାର ଟିକସ ଆଦାୟ କାମଟାକୁ ଗୋଟେ ପ୍ରକାର ଫ୍ରାଞ୍ଚାଇଜ କରିଦେଲେ। ଜମିଦାରକୁ କହିଲେ, ତୁମେ ଆମକୁ ବର୍ଷକୁ ଏତିକି ଟଙ୍କା ଦେବ, ତାପରେ ତୁମେ ଚାଷୀଙ୍କଠୁ କେତେ ନେଉଛ ସେଇଟା ତୁମ କଥା। ଏମିତି କିଛି? ବହୁତ ବଢ଼ିଆ ଉପମା। ଠିକ୍ ସେଇଆ। ଏହାଦ୍ୱାରା ବ୍ରିଟିଶମାନଙ୍କୁ 2ଟା ବଡ଼ ଫାଇଦା ହେଲା। କ'ଣ? ପ୍ରଥମତଃ, ସେମାନଙ୍କର ଆୟ ସ୍ଥିର ହୋଇଗଲା। ଫସଲ ହେଉ କି ନ ହେଉ, ସେମାନଙ୍କୁ ନିର୍ଦ୍ଦିଷ୍ଟ ଟଙ୍କା ମିଳିବ। ଆଚ୍ଛା। ଦ୍ୱିତୀୟରେ, ଏବଂ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ, ସେମାନେ ନିଜ ଆଉ ସାଧାରଣ ଚାଷୀଙ୍କ ମଝିରେ ଏକ ବଫର ସୃଷ୍ଟି କରିଦେଲେ। ମଧ୍ୟସ୍ଥି ଶ୍ରେଣୀ। ହଁ, ତେଣୁ ଚାଷୀଙ୍କ ଉପରେ ଯେତେ ବି ଅତ୍ୟାଚାର ହେଲା, ତାର ସିଧା ଦୋଷ ଜମିଦାରଙ୍କ ଉପରକୁ ଗଲା, ବ୍ରିଟିଶ ସରକାରଙ୍କ ଉପରକୁ ନୁହେଁ। ବୁଝିଲି। ଏହା ଏକ ଚତୁର ରାଜନୈତିକ ଚାଲ ଥିଲା। କିନ୍ତୁ ଯେତେବେଳେ ଆମେ ଦକ୍ଷିଣକୁ ଯାଉଛେ, ଗଞ୍ଜାମ ଅଞ୍ଚଳକୁ, ମଦ୍ରାସ ପ୍ରେସିଡେନ୍ସି, ହଁ, ସେଠାରେ ସେମାନେ ପୁରା ଓଲଟା କାମ କଲେ। ସେଠି କୌଣସି ମଧ୍ୟସ୍ଥି ନାହିଁ। ଏମିତି କାହିଁକି? କାରଣ ସେଠାକାର ସାମାଜିକ ଗଠନ ଅଲଗା ଥିଲା।
ଉପକୂଳ ଓଡ଼ିଶା ଭଳି ସେଠାରେ ବଡ଼ ବଡ଼ ଜମିଦାର ନଥିଲେ। ଓହୋ। ତେଣୁ ସେଠାରେ ସେମାନେ ରୟତୱାରୀ ସିଷ୍ଟମ ଲାଗୁ କଲେ। ଏଠାରେ ରୟତର ଅର୍ଥ ହେଉଛି ଚାଷୀ। ସରକାର ଏଠି ସିଧାସଳଖ ପ୍ରତ୍ୟେକ ଚାଷୀ ସହିତ। ସିଧା ଚାଷୀ ସହିତ କୌଣସି ମଝି ଲୋକ ନାହିଁ। କୌଣସି ଜମିଦାର ନାହିଁ, ସିଧା ଡିଲ୍। ଆଉ ଏହି ବନ୍ଦୋବସ୍ତର ପ୍ରମାଣ ସ୍ୱରୂପ ଚାଷୀକୁ ଗୋଟେ କାଗଜପତ୍ର ଦିଆଯାଉଥିଲା, ଯାହାକୁ ପଟ୍ଟା କୁହାଯାଉଥିଲା, ଠିକ୍? ହଁ, ପଟ୍ଟା ଦେଇଥିଲା। କେମିତି? କାରଣ ସେହି ପଟ୍ଟାରେ ଲେଖା ହୋଇଥିବା ରାଜସ୍ୱର ପରିମାଣ ସ୍ଥିର ଆଉ ଅତ୍ୟଧିକ ଥିଲା। ଉପରକୁ ଦେଖିବାକୁ ଏହା ଭଲ ଲାଗୁଥିଲେ ମଧ୍ୟ ବାସ୍ତବରେ ଏହା ଚାଷୀକୁ ସିଧା ସରକାରର କଣ୍ଟ୍ରୋଲକୁ ନେଇ ଆସିଲା। ମାନେ ଗୋଟିଏ ବର୍ଷ ମରୁଡ଼ି ହେଲେ ବି ତାକୁ ସେତିକି ଟିକେସ୍ ଦେବାକୁ ପଡ଼ିବ? ଏକଦମ। ନହେଲେ ତାର ପଟ୍ଟା ରଦ୍ଦ ଆଉ ଜମି ନିଲାମ। ବୁଝାପଡ଼ିଲା। ତେବେ ପୂର୍ବରେ ଫ୍ରାଞ୍ଚାଇଜିଂ ମଡେଲ, ଦକ୍ଷିଣରେ ଡାଇରେକ୍ଟ କଷ୍ଟମର ମଡେଲ, ଏବେ ଆସିଲା ପଶ୍ଚିମ ଓଡ଼ିଶା, ସମ୍ବଲପୁର। ସେଠି କ'ଣ କଲେ ସେମାନେ? ସେଠାରେ ସେମାନେ ମାହାଲୱାରୀ ସିଷ୍ଟମ ଲାଗୁ କଲେ। ମାହାଲୱାରୀ? ହଁ, ଏଠାରେ ମାହାଲର ଅର୍ଥ ହେଉଛି ଗୋଟିଏ ଗ୍ରାମ ବା ଗ୍ରାମ ସମୂହ। ଏହି ବ୍ୟବସ୍ଥାରେ ବ୍ରିଟିଶ ସରକାର କୌଣସି ଜଣେ ଜମିଦାର କିମ୍ବା ଜଣେ ଚାଷୀ ସହିତ ଚୁକ୍ତି କଲେ ନାହିଁ। ତେବେ କାହା ସହିତ? ବରଂ ସେମାନେ ସମଗ୍ର ଗାଁ ସହିତ ଗୋଟିଏ ଚୁକ୍ତି କଲେ। ଗାଁର ମୁଖିଆ, ଯେମିତିକି ଗୌନ୍ତିଆ ବା ବିର୍ତିଆ, ସେମାନେ ସମସ୍ତଙ୍କର ତରଫରୁ ରାଜସ୍ୱ ଏକାଠି କରି ସରକାରଙ୍କୁ ଦେବାର ଦାୟିତ୍ୱ ନେଲେ। ଏଇଠି ଟିକେ ଅଟକିବା। ତିନିଟା ଅଲଗା ଅଞ୍ଚଳ, ତିନିଟା ପୂରାପୂରି ଅଲଗା ରାଜସ୍ୱ ବ୍ୟବସ୍ଥା। ଏହା କେବଳ ସେମାନଙ୍କର ପ୍ରଶାସନିକ ଦକ୍ଷତାର ପରିଚୟ ଦିଏ, ନା ଏହା ପଛର ପ୍ରକୃତ ଉଦ୍ଦେଶ୍ୟ ଆହୁରି ଗଭୀର ଥିଲା? ଏଇଠି ହିଁ ସେମାନଙ୍କର ଶାସନ କରିବାର ପ୍ରକୃତ ଚତୁରତା ଲୁଚି ରହିଛି। ଏହା କେବଳ ଟଙ୍କା ଆଦାୟ କରିବାରେ ଅଲଗା ଅଲଗା ଉପାୟ ନଥିଲା। ତେବେ ଏହା ଥିଲା ଅସନ୍ତୋଷକୁ ବିଭାଜିତ କରିବାରେ ଏକ ସୁଚିନ୍ତିତ ରଣନୀତି। ଚିନ୍ତା କରନ୍ତୁ, ଉପକୂଳ ଓଡ଼ିଶାର ଚାଷୀର ମୁଖ୍ୟ ଶତ୍ରୁ କିଏ? ତାର ନିଜ ଗାଁର ଜମିଦାର? ଠିକ୍। ଗଞ୍ଜାମର ଚାଷୀର ସମସ୍ୟା କାହା ସହିତ? ସିଧାସଳଖ ସରକାରୀ କର୍ମଚାରୀ ସହିତ? ଆଉ ସମ୍ବଲପୁରରେ ସମସ୍ୟା ଥିଲା ସାମୂହିକ, ପୁରା ଗାଁର ସମସ୍ୟା। ବୁଝିଲି। ସମସ୍ତେ ଶୋଷିତ ହେଉଥିଲେ, କିନ୍ତୁ ସମସ୍ତଙ୍କର ଶୋଷକର ଚେହେରା ଅଲଗା ଥିଲା। ହଁ, ତେଣୁ ଏକ ସାଧାରଣ ଶତ୍ରୁ ବିରୁଦ୍ଧରେ ଏକାଠି ହେବାର ସମ୍ଭାବନା ବହୁତ କମ୍ ଥିଲା। ଏହା ତ ଅବିଶ୍ୱାସନୀୟ। ସେମାନେ କେବଳ ଭୂମିକୁ ବିଭାଜନ କରିନଥିଲେ, ସେମାନେ ଲୋକଙ୍କର ଦୁଃଖକୁ ବି ବିଭାଜନ କରିଦେଇଥିଲେ। ଆଚ୍ଛା, ସମ୍ବଲପୁରରେ ଆଉ କିଛି ସ୍ଥାନୀୟ ବ୍ୟବସ୍ଥା ବି ଥିଲା ବୋଲି ଶୁଣିଛି, ଯେମିତିକି ଭୋଗ୍ରା ଲ୍ୟାଣ୍ଡ ସିଷ୍ଟମ। ହଁ, ଏହା ଏକ ବହୁତ ପୁରୁଣା ବ୍ୟବସ୍ଥା ଥିଲା। ଏହାକୁ ଆମେ ସର୍ଭିସ ଟେନ୍ୟୁର ବା ସେବା ଭିତ୍ତିକ ଜମି କହିପାରିବା। ମାନେ? ଏହାର ଅର୍ଥ ହେଲା, ଗାଁର କିଛି ଲୋକଙ୍କୁ ସେମାନଙ୍କ କାମ ବଦଳରେ ଦରମା ମିଳୁନଥିଲା, ବରଂ କରମୁକ୍ତ ଜମି ମିଳୁଥିଲା। ଉଦାହରଣ? ଯେମିତିକି ଝାଙ୍କର, ଯିଏ ଗାଁର ପୂଜକ ଥିଲେ, ତାଙ୍କୁ ପୂଜାପାଠ ପାଇଁ ଜମି ମିଳୁଥିଲା। ସେହିପରି ଚୌକିଦାର ବା ଗାଁ ପହରାଦାରକୁ ଗାଁକୁ ସୁରକ୍ଷା ଦେବା ପାଇଁ ଜମି ଦିଆଯାଉଥିଲା। ମାନେ ବ୍ରିଟିଶମାନେ ସେହି ପାରମ୍ପରିକ ଢାଞ୍ଚାକୁ ବ୍ୟବହାର କରି ବିନା ପଇସାରେ କାମ ହାସଲ କରୁଥିଲେ? ଏକଦମ। ଯେଉଁ ପର୍ଯ୍ୟନ୍ତ କୌଣସି ପାରମ୍ପରିକ ବ୍ୟବସ୍ଥା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ମାନେ ରାଜସ୍ୱ ଆଦାୟରେ ବାଧା ସୃଷ୍ଟି କରୁନଥିଲା, ସେମାନେ ସେଥିରେ ହସ୍ତକ୍ଷେପ କରୁନଥିଲେ। ବରଂ ତାକୁ ନିଜ ସ୍ୱାର୍ଥରେ ବ୍ୟବହାର କରୁଥିଲେ। ହଁ, ଦେବତାଙ୍କ ପାଇଁ ଦେବୋତ୍ତର ଜମି ବା ବ୍ରାହ୍ମଣଙ୍କୁ ଦିଆଯାଇଥିବା ବ୍ରହ୍ମୋତ୍ତର ଜମି, ସେସବୁକୁ ସେମାନେ ଚଳାଇବାକୁ ଦେଲେ। ଠିକ୍ ଅଛି। ତେବେ ଏତେ ଜଟିଳ ଏବଂ କଠୋର ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଏକ ମଜବୁତ ପୋଲିସ ଏବଂ ନ୍ୟାୟ ବ୍ୟବସ୍ଥାର ଆବଶ୍ୟକତା ନିଶ୍ଚୟ ଥିବ। ନିଶ୍ଚିତ ଭାବରେ। କେବଳ ନିୟମ ତିଆରି କଲେ ତ ହେବନି। ତାକୁ ମାନିବାକୁ ବାଧ୍ୟ କରିବାକୁ ବି ତ ଲୋକ ଦରକାର। ହଁ, ଆଉ ଏଇଠି ହିଁ ରାଜସ୍ୱ ପ୍ରଶାସନ ସହିତ ପୋଲିସ ଏବଂ ନ୍ୟାୟ ବ୍ୟବସ୍ଥା ସିଧା ଯୋଡ଼ି ହୋଇଯାଉଛି। କେମିତି? ଲୋକଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ସେମାନେ ପୁରା ଅଞ୍ଚଳକୁ ଅନେକ ଥାନାରେ ବିଭକ୍ତ କରିଦେଲେ। ପ୍ରତ୍ୟେକ ଥାନାର ଦାୟିତ୍ୱରେ ଜଣେ ଦାରୋଗା ରହିଲେ। ଆଉ ଏହି ଦାରୋଗାମାନେ ତ ସ୍ଥାନୀୟ ଲୋକ ହିଁ ଥିବେ? ହଁ, ପ୍ରାୟତଃ। ଏହା ତ ଗାଁ ଭିତରେ ଏକ ଅଜବ ପରିସ୍ଥିତି ସୃଷ୍ଟି କରିଥିବ। ନିଜ ଲୋକ ହିଁ ବିଦେଶୀ ଶାସକର ପ୍ରତିନିଧି ସାଜି ନିଜ ଲୋକଙ୍କ ଉପରେ ଅତ୍ୟାଚାର କରୁଥିଲା। ଠିକ୍ କହିଲେ। ଏଇ ଦାରୋଗାମାନେ ଥିଲେ ସ୍ଥାନୀୟ ସ୍ତରରେ ବ୍ରିଟିଶ ଖାମକାର ଚଳନ୍ତି ପ୍ରତିମା। ସେମାନଙ୍କର ମୁଖ୍ୟ କାମ କେବଳ ଚୋରି ଡକାଇତି ରୋକିବା ନଥିଲା, ବରଂ ରାଜସ୍ୱ ଆଦାୟରେ ସାହାଯ୍ୟ କରିବା। ହଁ, ଆଉ କୌଣସି ପ୍ରକାରର ବିରୋଧକୁ ଦମନ କରିବା। ସେମାନେ ଥିଲେ ସେହି ମେସିନ୍ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପୂର୍ଜା। ଆଉ ନ୍ୟାୟ ବ୍ୟବସ୍ଥା? ଯଦି କାହା ପ୍ରତି ଅନ୍ୟାୟ ହେଲା, ସେ କ'ଣ କୋର୍ଟ କଚେରୀକୁ ଯାଇପାରୁଥିଲା? ସେମାନେ ଏକ ନ୍ୟାୟପାଳିକା ତ ତିଆରି କରିଥିଲେ, କିନ୍ତୁ ତାର ସ୍ୱରୂପ ଥିଲା ଭୟଙ୍କର। ସାଧାରଣତଃ ଜଣେ ଇଂରେଜ ଜଜ୍ ରହୁଥିଲେ।
କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସେହି ବ୍ୟକ୍ତି ଜଣକ ମାଜିଷ୍ଟ୍ରେଟ୍ ଭାବରେ ମଧ୍ୟ କାମ କରୁଥିଲେ। ମାନେ ଯିଏ ଆଇନ ଲାଗୁ କରୁଛି ସେହି ନ୍ୟାୟ ଦେଉଛି। କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଭିତରେ କୌଣସି ପାର୍ଥକ୍ୟ ନଥିଲା। ସବୁ କ୍ଷମତା ଗୋଟିଏ ଲୋକ ହାତରେ। ହଁ, ଏପରି ପରିସ୍ଥିତିରେ ଜଣେ ସାଧାରଣ ଓଡ଼ିଆ ଲୋକ ନ୍ୟାୟ ପାଇବାର ଆଶା କରିବା ବୃଥା ଥିଲା। ଏହି ପୂରା ବ୍ୟବସ୍ଥା ନ୍ୟାୟ ଦେବା ପାଇଁ ନୁହେଁ, ବରଂ ଅନୁଶାସନ ଲାଗୁ କରିବା ପାଇଁ ତିଆରି ହୋଇଥିଲା। ଏକ୍ଜାକ୍ଟଲି। ତେବେ ଯଦି ଆମେ ପୂରା ଚିତ୍ରକୁ ଦେଖିବା, ଏହା ଏକ ଅତ୍ୟନ୍ତ ସୁଚିନ୍ତିତ ଏବଂ ସୁସଂଗଠିତ ବ୍ୟବସ୍ଥା ଥିଲା। ହଁ, ଓଡ଼ିଶାକୁ 3 ଭାଗରେ ବାଣ୍ଟିବା, 3 ପ୍ରକାରର ରାଜସ୍ୱ ବ୍ୟବସ୍ଥା ଲାଗୁ କରିବା, ଆଉ ଏସବୁକୁ ଚଳେଇବା ପାଇଁ କଠୋର ପୁଲିସ ଓ ନ୍ୟାୟ ବ୍ୟବସ୍ଥା। ବ୍ରିଟିଶ ଦୃଷ୍ଟିକୋଣରୁ ଦେଖିଲେ ଏହା ଏକ ସଫଳ ମଡେଲ। ନିଃସନ୍ଦେହରେ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଦକ୍ଷ ଏବଂ ଲାଭଜନକ ଥିଲା। କିନ୍ତୁ ଯେକୌଣସି ମେସିନକୁ ଯେତେବେଳେ ତାର କ୍ଷମତାଠାରୁ ଅଧିକ ଚଲାଯାଏ, ସେତେବେଳେ ତାହା ଗରମ ହୋଇଯାଏ। ହଁ, ଠିକ୍। ଏହି ପ୍ରଶାସନିକ ମେସିନ ଓଡ଼ିଶାର ସାଧାରଣ ଲୋକଙ୍କ ଉପରେ ଏତେ ଚାପ ପକାଇଲା ଯେ ଧୀରେ ଧୀରେ ଅସନ୍ତୋଷର ନିଆଁ ଜଳିବାକୁ ଲାଗିଲା। ଆଉ ଏହି ଅତ୍ୟଧିକ ଚାପ ଓ ଶୋଷଣ ହିଁ ପରବର୍ତ୍ତୀ ସମୟରେ ବିଦ୍ରୋହର ରୂପ ନେଲା। ଏକଦମ। କାରଣ ଏହି ବ୍ୟବସ୍ଥା ଲୋକଙ୍କର କଲ୍ୟାଣ ପାଇଁ ତିଆରି ହୋଇନଥିଲା, ଏହା ରକ୍ତ ଶୋଷିବା ପାଇଁ ତିଆରି ହୋଇଥିଲା। ଆଉ ଯେତେବେଳେ ପ୍ରଶାସନର ଏକମାତ୍ର ଲକ୍ଷ୍ୟ ଶୋଷଣ ହୋଇଯାଏ, ସେତେବେଳେ ପ୍ରତିରୋଧ ହେବ। ହଁ, ଲୋକଙ୍କ ପାଖରେ ଆଉ କୌଣସି ରାସ୍ତା ବଞ୍ଚେ ନାହିଁ। ଏବଂ ସେହି ପ୍ରତିରୋଧର କାହାଣୀ ହିଁ ଆମର ପରବର୍ତ୍ତୀ ଆଲୋଚନାର ବିଷୟ। ଆମେ ଦେଖିବା ଏହି ଶୋଷଣକାରୀ ପ୍ରଶାସନ ବିରୁଦ୍ଧରେ ଓଡ଼ିଶାର ଲୋକେ କିପରି ସ୍ୱର ଉଠେଇଲେ, ଆଉ ଆମେ ସେହି ଭୟଙ୍କର ସମୟ ବିଷୟରେ ମଧ୍ୟ କଥା ହେବା ଯେତେବେଳେ ଏହି ପ୍ରଶାସନିକ ଅବହେଳା ଓଡ଼ିଶା ଇତିହାସର ସବୁଠାରୁ କଳା ଅଧ୍ୟାୟ 9ଙ୍କ ଦୁର୍ଭିକ୍ଷକୁ ଜନ୍ମ ଦେଇଥିଲା। ସେ ପର୍ଯ୍ୟନ୍ତ ଗୋଟିଏ ପ୍ରଶ୍ନ ଉପରେ ଚିନ୍ତା କରିବା ପାଇଁ ଛାଡ଼ିଯାଉଛି। ବ୍ରିଟିଶମାନେ ଓଡ଼ିଶାର ରାଜସ୍ୱ ବ୍ୟବସ୍ଥା, ନ୍ୟାୟ ବ୍ୟବସ୍ଥା, ଏପରିକି ସମାଜକୁ ମଧ୍ୟ ନିଜ ସୁବିଧା ପାଇଁ ପୂରାପୂରି ବଦଳାଇ ଦେଲେ। ସେମାନେ ଯେଉଁ ନୂଆ ଶକ୍ତି କେନ୍ଦ୍ର ଏବଂ ନୂଆ ସାମାଜିକ ବିଭାଜନ ସୃଷ୍ଟି କଲେ, ତାର ପ୍ରଭାବ କ'ଣ ଆଜି ବି ଆମ ସମାଜରେ ଦେଖିବାକୁ ମିଳେ? ସେମାନଙ୍କ ଦ୍ୱାରା ତିଆରି ହୋଇଥିବା ସେହି ରେଖାଗୁଡ଼ିକ କ'ଣ ଆଜି ବି ପୂରାପୂରି ଲିଭିଯାଇଛି?